ଅଷ୍ଟମ ଅଧ୍ୟାୟରୁ ଆମେ ଶ୍ରବଣ କରୁଛେ। କାଲି ଶୁଣିଲେ ଯେ ଅନନ୍ୟ ଚେତ ସତତଂ ଯୋମାଂ ସ୍ମରତି ନିତ୍ୟସ ତସ୍ୟାଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତସ୍ୟ ଯୋଗିନଃ। ଯେ ଅନନ୍ୟ ଭାବରେ ମତେ ସ୍ମରଣ କରେ ମୁଁ ତାକୁ ଖୁବ ସହଜରେ ପ୍ରାପ୍ତ ହୁଏ, କାରଣ ସେ ସର୍ବଦା ଭକ୍ତି ମାର୍ଗରେ ସେବାରତ ରହିଛି। ଭଗବାନ ସାଙ୍ଗରେ ବିଭିନ୍ନ ଭାବରେ ଯୁକ୍ତ ହବାର କଥା ବର୍ଣ୍ଣନା କରି ଶେଷରେ ଭକ୍ତି ଭାବରେ ଯେ ଯୁକ୍ତ ହବ ତା କଥା କହୁଛନ୍ତି ଯେ ସହଜରେ ସେ ମତେ ପ୍ରାପ୍ତ ହବ। ତାହେଲେ ଏଇ ଭକ୍ତ ମାନେ ମତ ପ୍ରାପ୍ତ ହେଲେ କଣ ହବ ନା ମାମ୍ ଉପେତ୍ୟ ପୁନର୍ଜନ୍ମ ଦୁଃଖାଲମ ଅଶ୍ୱାସତମ ନାପ୍ନୁବନ୍ତି ମହାତ୍ମନ ସଂସିଦ୍ଧି ପରମଂ ଗତାଃ। ମତେ ଲାଭ କଲେ କଣ ହବ? ଯୋଉମାନେ ଭକ୍ତି ଯୋଗ୍ୟ ଅଟନ୍ତି ସେମାନେ ମତେ ପ୍ରାପ୍ତ ହେଲା ପରେ ଏଇ ଦୁଃଖପୂର୍ଣ୍ଣ ଅସ୍ଥାୟୀ ଜଗତକୁ ଫେରିବେ ନାହିଁ, କାରଣ ସେମାନେ ସର୍ବୋଚ୍ଚ ସିଦ୍ଧି ଯାହା ଜୀବନର ଚରମ ଲକ୍ଷ୍ୟ ପ୍ରାପ୍ତ ହେଇଛନ୍ତି। ଏ ଅସ୍ଥାୟୀ ଭୌତିକ ଜଗତ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୁଃଖରେ ପରିପୂର୍ଣ୍ଣ। ତେଣୁ ଏହା ସ୍ୱାଭାବିକ ଯେ ଯେଉଁ ଲୋକ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅର୍ଥାତ୍ ପରବ୍ରହ୍ମରେ ଥିବା ସର୍ବୋଚ୍ଚ ଲୋକ କୃଷ୍ଣ ଲୋକ ଗୋଲକ ବୃନ୍ଦାବନ ପ୍ରାପ୍ତ ହେଲା, ସେ ଆଉ ଏଠାକୁ ଫେରିବାକୁ ଇଚ୍ଛା କରିବ ନାହିଁ। ବୈଦିକ ସାହିତ୍ୟରେ ସେ ସର୍ବୋଚ୍ଚ ଲୋକର ଏପରି ବର୍ଣ୍ଣନା ଅଛି ଯେ ତାହା ଆମର ପାର୍ଥିବ ଦୃଷ୍ଟିରୁ ଅତୀତ ଏବଂ ତାହା ପ୍ରାପ୍ତ ହେବା ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ। ମହାତ୍ମାଗଣ ଆତ୍ମାନୁଭୂତି ଲାଭ କରିଥିବା ଭକ୍ତବୃନ୍ଦଙ୍କ ଠାରୁ ଦିବ୍ୟ ବାର୍ତ୍ତା ବାଣୀ ପ୍ରାପ୍ତ ହୁଅନ୍ତି ଏବଂ ଏହି ପ୍ରକାର ସେମାନେ କ୍ରମଶଃ କୃଷ୍ଣ ଭାବନା ଭିତରେ ଭକ୍ତି ଯୋଗ ମାର୍ଗରେ ଅଗ୍ରଗତି କରନ୍ତି। ସେମାନେ କୃଷ୍ଣଙ୍କର ଦିବ୍ୟ ସେବାରେ ଏତେ ଲୀନ ହୋଇଯାଆନ୍ତି ଯେ ସେମାନେ କୌଣସି ଉଚ୍ଚତର ଭୌତିକ ଲୋକକୁ ଯିବାକୁ ବି ଇଚ୍ଛା କରନ୍ତି ନାହିଁ। ଏପରିକି ସେମାନେ କୌଣସି ବୈକୁଣ୍ଠ ଲୋକ ପ୍ରାପ୍ତ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ କେବଳ କୃଷ୍ଣ ସଙ୍ଗ ଚାହାନ୍ତି, ଆଉ କିଛି ଚାହାନ୍ତି ନାହିଁ। କୃଷ୍ଣ ଚେତନାଶୀଳ ଏହି ପ୍ରକାର ମହାତ୍ମାଗଣ ଜୀବନର ସର୍ବୋଚ୍ଚ ସିଦ୍ଧି ଲାଭ କରନ୍ତି। ଅନ୍ୟ କଥାରେ କହିଲେ ଏହା ହିଁ କୁହାଯିବ ଯେ ସେମାନେ ମହାତ୍ମା ଅଟନ୍ତି। ତ ବିଭିନ୍ନ ଉପାୟ ଅବଲମ୍ବନ କରି ବିଭିନ୍ନ ପ୍ରକାର ଗତି। କିଏ ଯୋଗ ସାଧନା କରିକି ଅଷ୍ଟଲକ୍ଷ୍ୟ ସିଦ୍ଧି ଲାଭ କରି ସନ୍ତୁଷ୍ଟ ହେଇଯାଏ। କିଏ କର୍ମକାଣ୍ଡ କରିକି ସ୍ୱର୍ଗ ଦେଖି ସନ୍ତୁଷ୍ଟ ହେଇଯାଏ। କିଏ ଜ୍ଞାନ କାଣ୍ଡ କରିବାର ମୁକ୍ତି ପାଇ ସନ୍ତୁଷ୍ଟ ହେଇଯାଏ। କିଏ ଧ୍ୟାନ କରିକି ପରମାତ୍ମା ଦର୍ଶନ କରି ସନ୍ତୁଷ୍ଟ ହେଇଯାଏ। କିନ୍ତୁ ଯୋଉମାନେ ଭକ୍ତ ମାନେ ଏଥିରେ କୋଉଥିରେ ସନ୍ତୁଷ୍ଟ ହେବେନି। ସେ ଭଗବାନଙ୍କର ଚରଣ କମଳରେ ଆତ୍ମସମର୍ପଣ କରି ତାଙ୍କୁ ପାଇବେ। ମାମ୍ ଉପେତ୍ୟ ମାନେ ମତେ ପାଇଲେ। ଏଠି କୃଷ୍ଣ କହିଛନ୍ତି କୃଷ୍ଣଙ୍କୁ ପାଇଲେ, କିନ୍ତୁ କୃଷ୍ଣଙ୍କର ତ ଅନାଦି ଅନନ୍ତ ରୂପମ୍ ବିଷ୍ଣୁ ନାରାୟଣ ବାମନ ନରସିଂହ ବହୁ ରୂପ ରହିଛି। ବହୁ ରୂପରେ ଅନନ୍ତ ରୂପରେ ଅନନ୍ତ ଧାମରେ ଲୀଳା ବିଳାସ କରୁଛନ୍ତି। କିନ୍ତୁ ଭଗବତ ପ୍ରଭୁପାଦ କହୁଛନ୍ତି ଯେ କୃଷ୍ଣ ଭକ୍ତ ସେମାନେ ଏଇ ଯୋଗ ସିଦ୍ଧି ମୁକ୍ତି ଇତ୍ୟାଦି ପ୍ରତ୍ୟାଖ୍ୟାନ କରିବେ କଣ? ବୈକୁଣ୍ଠକୁ ବି ଯିବାକୁ ଚାହିଁବେ। କାହିଁକି ନା ବୈକୁଣ୍ଠ ରସ, ବୈକୁଣ୍ଠର ଭାବ ବୃନ୍ଦାବନ ରସ ଭାବଠୁ ଭିନ୍ନ। ତ ଏଇ ଶ୍ଲୋକରେ କୁହାଗଲା ମା ଉପେତ୍ୟ କୁନ୍ତ ଜନ୍ମ ମାମ୍ ଉପେତ୍ୟ ପୁନର୍ଜନ୍ମ ଦୁଃଖାଲମ ଅଶ୍ୱାସତମ୍ ନାପ୍ନୁବନ୍ତି ମହାତ୍ମନଃ ନାପ୍ନୁବନ୍ତି ମହାତ୍ମନଃ। କିନ୍ତୁ ଏଠି କୁହାହଉଛି ଯେ ଯୋଉମାନେ ଏଇ ଜଗତରେ ରହିଛନ୍ତି ଆବ୍ରହ୍ମ ଭଉନ ଲୋକ ପୁନରାବର୍ତ୍ତନ ଅର୍ଜୁନ। ହେ ଅର୍ଜୁନ ବ୍ରହ୍ମଲୋକ ପର୍ଯ୍ୟନ୍ତ
ଯୋଉଠିକି ଯାହାର କି ଫେରି ଆସିବାକୁ ପଡିବ। ସ୍ୱର୍ଗ ଲୋକ, ଏ ଭୌତିକ ଜଗତରେ ବ୍ରହ୍ମାଣ୍ଡରେ ଥିବା ଉଚ୍ଚତମ ଲୋକ ଠାରୁ ଆରମ୍ଭ କରି ନିୟମିତ ଲୋକ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ଦୁଃଖପୂର୍ଣ୍ଣ। ଆବ୍ରହ୍ମ ଭୁବନାଥ ଲୋକ, ଆପଣ ପୁନରାବର୍ତ୍ତନ ଅର୍ଜୁନ। ଏହି ସ୍ଥାନ ମାନଙ୍କରେ ବାରମ୍ବାର ଜନ୍ମ ମୃତ୍ୟୁ ଲାଗି ରହିଛି। ଦେ କୁନ୍ତି ପୁତ୍ର ଅର୍ଜୁନ, ମୋର ପରମ ଧାମ ପ୍ରାପ୍ତ ହେଲେ ଆଉ ଆବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତନ ଅର୍ଜୁନ। ମାନେ ବ୍ରହ୍ମଲୋକ ପର୍ଯ୍ୟନ୍ତ, ଏଇ ମର୍ତ୍ତ୍ୟଲୋକଠୁ ଆରମ୍ଭ କରିକି ବ୍ରହ୍ମଲୋକ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଭୁବନରେ ଏଠି ପୁନରାବର୍ତ୍ତନ ଅର୍ଜୁନ, ଅର୍ଥାତ୍ ଜନ୍ମ ମୃତ୍ୟୁ ଚକ୍ରରେ ସେମାନେ ରହିଥାନ୍ତି। ମୁଁ ଆଗରୁ ମନେ କରୁଥିଲି ବ୍ରହ୍ମଲୋକ ଗଲେ ବି ଏଠିକି ଫେରି ଆସିବ। ଆବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତନ ଅର୍ଜୁନ, हे ଅର୍ଜୁନ ବ୍ରହ୍ମଲୋକ ଗଲେ ବି ଟିକେ ଫେରି ଆସିବ। କିନ୍ତୁ ତାର ଅସଲ ଅର୍ଥ ହଉଛି ଯେ ଆବ୍ରହ୍ମ ଭୁବନ ଲୋକ ନା ବ୍ରହ୍ମଲୋକ ପର୍ଯ୍ୟନ୍ତ, ଅର୍ଥାତ ସର୍ବତ୍ର ଏ ଭୌତିକ ଜଗତ ଯୋଉମାନେ ରହିଛନ୍ତି, ପୁନରାବର୍ତ୍ତନ ଅର୍ଜୁନ ମାନେ ବାରମ୍ବାର ଜନ୍ମ ମୃତ୍ୟୁ ହବ, ବାରମ୍ବାର ଜନ୍ମ ମୃତ୍ୟୁ ହବ। କିନ୍ତୁ ମୋର ଧାମକୁ ଲାଭ କରିଲେ ମାମୁ ତୁ କୁନ୍ତେ ପୁନର୍ଜନ୍ମ ନ ବିଦ୍ୟତେ। କୃଷ୍ଣଙ୍କର ଯୋଉ ପରମ ଧାମ ପ୍ରାପ୍ତ ହେଲେ ଆଉ ଫେରିବାର ପ୍ରଶ୍ନ ନାହିଁ। ସେ ଧାମ ପ୍ରାପ୍ତ ହେବା ପୂର୍ବରୁ କର୍ମଯୋଗୀ, ଜ୍ଞାନ ଯୋଗୀ, ହଠ ଯୋଗୀ ଆଦି ସମସ୍ତ ପ୍ରକାର ଯୋଗୀଙ୍କୁ କୃଷ୍ଣ ଚେତନା ବିଧି ବା ଭକ୍ତି ମାର୍ଗରେ ପୂର୍ଣ୍ଣତା ସ୍ଥିତି ଲାଭ କରିବାକୁ ପଡେ। କୃଷ୍ଣଙ୍କ ଧାମ ପ୍ରାପ୍ତ ହେଲେ ଆଉ ଏ ଜଗତକୁ ଫେରିବାର ନାହିଁ। ସେ ଧାମ ପ୍ରାପ୍ତ ହେବା ପୂର୍ବରୁ କର୍ମଯୋଗୀ, ଜ୍ଞାନ, ହଠ ଯୋଗୀ ସମସ୍ତଙ୍କୁ କୃଷ୍ଣ ଚେତନା ଭକ୍ତ ହବାକୁ ପଡିବ। ଭକ୍ତମାଙ୍ଗ ଅଭିଜାନତି ଭକ୍ତି ଏନମ ଦର୍ଶୟତି। ତୁମେ ଯାହା କିଛି କର, କର୍ମ କର, ଜ୍ଞାନ କର, ଧ୍ୟାନ କର, ସେଥିରେ ଉପରକୁ ଉଠିବ, ଉପରକୁ ଉଠିବ, ଉପରକୁ ଉଠିବ, ଉନ୍ନତ ହବ, ଉନ୍ନତ ହବ, ଉନ୍ନତ ହବ। କିନ୍ତୁ ଯେପର୍ଯ୍ୟନ୍ତ କୃଷ୍ଣ ଚେତନାମୟ ନ ହବ ସେ ପର୍ଯ୍ୟନ୍ତ ଏ ଭୌତିକ ସ୍ତରରୁ ଉଦ୍ଧାର ପାଇପାରିବ ନାହିଁ। ଯୋଉମାନେ ଏଇ ଭୌତିକ ବ୍ରହ୍ମାଣ୍ଡରେ ଥିବା ସର୍ବୋଚ୍ଚ ଲୋକ ପାଇଛନ୍ତି, ଦେବଲୋକ ପ୍ରାପ୍ତ ଅଛନ୍ତି, ସେମାନେ ମଧ୍ୟ ବାରମ୍ବାର ଜନ୍ମ ଚକ୍ର ବୁଲିବେ। ଆବ୍ରହ୍ମ ଭୁବନ ଲୋକ, ବ୍ରହ୍ମଲୋକକୁ ଯାଅ, ସ୍ୱର୍ଗଲୋକକୁ ଯାଅ, ଚନ୍ଦ୍ରଲୋକକୁ ଯାଅ, ବେଶୀ ବେଶୀ ଦିନ ବଞ୍ଚିବେ ସେଠି, କିନ୍ତୁ କୌଣସି ନା କୌଣସି ଦିନ ତାଙ୍କର ମୃତ୍ୟୁ ହବ ହିଁ ହବ। ଏଇ ଧରାଧାମର ବ୍ୟକ୍ତିଗଣ ଉଚ୍ଚତର ଲୋକକୁ ଯାଆନ୍ତି ଏବଂ ଉଚ୍ଚତର ଲୋକ ତଥା ବ୍ରହ୍ମଲୋକ, ଚନ୍ଦ୍ରଲୋକ, ଇନ୍ଦ୍ରଲୋକ ଥିବା ବ୍ୟକ୍ତିଗଣ ଏଇ ଧରାଧାମକୁ ଓହ୍ଲେଇ ଆସନ୍ତି। ଧରାଧାମର ବ୍ୟକ୍ତିଗଣ ତାଙ୍କର ସାଧନ ଭୋଜନ କରିକି ଉନ୍ନତ ଉଚ୍ଚ ଗ୍ରହ ନକ୍ଷତ୍ରକୁ ଯିବେ, ବ୍ରହ୍ମଲୋକ, ଚନ୍ଦ୍ରଲୋକ, ଇନ୍ଦ୍ରଲୋକ ସବୁ ଯିବେ। କିନ୍ତୁ ସେମାନେ ପୁଣି ଏଇ ମର୍ତ୍ତ୍ୟଲୋକକୁ ଫେରି ଆସିବେ। କଠୋପନିଷଦରେ ବର୍ଣ୍ଣିତ ପଞ୍ଚାଗ୍ନି ବିଦ୍ୟା ନାମକ ଯଜ୍ଞାନୁଷ୍ଠାନ କଲେ ବ୍ୟକ୍ତି ବ୍ରହ୍ମଲୋକ ପ୍ରାପ୍ତ ହୁଏ। କିନ୍ତୁ ବ୍ରହ୍ମଲୋକରେ ଯଦି ବ୍ୟକ୍ତି କୃଷ୍ଣ ଭାବନା ବିଦ୍ୟା ଅନୁସରଣ ନା କରେ, ସେ ନିଶ୍ଚୟ ଏଇ ଧରାଧାମକୁ ଫେରି ଆସିବ। କି ବ୍ରହ୍ମଲୋକ ଯିବ, ବ୍ରହ୍ମଲୋକ ଗଲେ କଣ ହବ, ଯଦି କୃଷ୍ଣ ଭାବନାମୃତ ନ ହେଇଥିବ ତାହେଲେ ତାକୁ ଅଧାଟିକି ଫେରି ଆସିବ। ଯେଉଁମାନେ ଉଚ୍ଚତର ଲୋକରେ କୃଷ୍ଣ ଚେତନା ବିଧି ମାର୍ଗ ଉନ୍ନତି କରନ୍ତି, ଉପରୁ ଗ୍ରହକୁ ଯାଉଥିବ, କିନ୍ତୁ କୃଷ୍ଣ ଚେତନାରେ ଆସ୍ତେ ଆସ୍ତେ ତାଙ୍କର ଉନ୍ନତି ହଉଛି, ତାଙ୍କର କିଛି ଆଶା ଭରସା ଅଛି। ସେମାନେ କ୍ରମଶଃ ଉଚ୍ଚରୁ ଉଚ୍ଚତର ଲୋକ ଉନ୍ନତି ହୁଅନ୍ତି। ଯେତେବେଳେ ମହାପ୍ରଳୟ ହୁଏ ସେତେବେଳେ ଶାସ୍ତ୍ରରେ ଦିବ୍ୟ ଭାବକୁ ସ୍ଥାନାନ୍ତରିତ ହୁଏ। ଏକ ହଉଛି ଏଇ ମର୍ତ୍ତ୍ୟଲୋକରେ ଆମେ ଯଦି କୃଷ୍ଣ ଭଜନ କରିବା ତ କୃଷ୍ଣ ଫେରିବେ। କୃଷ୍ଣ ଭଜନ କରୁନାହାନ୍ତି, ସେ କର୍ମକାଣ୍ଡ, ଜ୍ଞାନ କାଣ୍ଡ, ଧ୍ୟାନ କାଣ୍ଡରେ ବ୍ୟସ୍ତ ଅଛନ୍ତି, ସେମାନେ କଣ କରିବେ ନା ସେ ବ୍ରହ୍ମଲୋକକୁ ଯାଇକି ସେଠି କୃଷ୍ଣ ଭକ୍ତ ହବାର ବ୍ୟବସ୍ଥା ରହିଛି। ହଁ, କୃଷ୍ଣ ଭକ୍ତ ନ ହବ ସେ ଫେରି ଆସିବେ। କୃଷ୍ଣ ଚେତନାରେ ଗଲେ, ଭକ୍ତି ମାର୍ଗ ଅନୁସରଣ କରିଲେ ତାହେଲେ କଣ ହବ
ନା ସେ ଉପରକୁ ଯାଇକି ବ୍ରହ୍ମଲୋକ ପର୍ଯ୍ୟନ୍ତ ଯିବେ। ବ୍ରହ୍ମର ଆୟୁ ଅବସାନର ସମୟ ଯେତେବେଳେ ମହାପ୍ରଳୟ ହବ, ସେତିକି ବେଳେ ସେମାନେ ବ୍ରହ୍ମାଙ୍କ ସହ ସମସ୍ତେ ଭଗବତ ଧାମକୁ ଯିବେ। ଭଗବତ ଗୀତାର ଭାଷ୍ୟ ପ୍ରଦାନ ପୂର୍ବକ ବଳଦେବ ବିଦ୍ୟାଭୂଷଣ ସେ ଲେଖିଛନ୍ତି, ବ୍ରାହ୍ମଣା ସହତେ ସର୍ବେ ସମ୍ପ୍ରାପ୍ତେ ପ୍ରତିସଂସାରେ ପରସ୍ୟାନ୍ତେ କୃତାତ୍ମନ ପ୍ରବିଶନ୍ତି ପରମ ପଦମ୍। ଯେତେବେଳେ ଭୌତିକ ବ୍ରହ୍ମାଣ୍ଡ ଧ୍ୱଂସ ହୁଏ, ସେତେବେଳେ ସର୍ବଦା କୃଷ୍ଣ ଚୈତନ୍ୟରେ ରଥଥିବା ବ୍ରହ୍ମା ତାଙ୍କର ଭକ୍ତବୃନ୍ଦ ସମସ୍ତେ ଦିବ୍ୟ ବ୍ରହ୍ମାଣ୍ଡକୁ ସ୍ଥାନାନ୍ତରିତ ହୁଅନ୍ତି। ସେମାନଙ୍କର ନିଜ ନିଜର କାମନା ଅନୁଯାୟୀ ସେମାନେ ନିର୍ଦ୍ଦିଷ୍ଟ ବୈକୁଣ୍ଠ ଲୋକ ପ୍ରାପ୍ତ। ଏଇଟା ହଉଛି ମାନେ କୃଷ୍ଣ ଭଜନ କରିବେ। ମା ଉପେତ ତୁ କନ୍ତେ ପୁନର୍ଜନ୍ମ ନ ବିଦ୍ୟତେ। ସହସ୍ର ଯୁଗ ପର୍ଯ୍ୟନ୍ତମ୍ ଅହର୍ଯତ୍ ବ୍ରହ୍ମଣ ବିଦୁ ରାତ୍ରିଂ ଯୁଗ ସହସ୍ରାନ୍ତାଂ ତେ ଅହରାତ୍ର ବିଦ ଜନାଃ। 7 ଶ୍ଲୋକ କୁହାଯାଉଛି, ଆମର ଏଇ ମର୍ତ୍ତ ଲୋକର ଗଣନା ଅନୁଯାୟୀ 1000 ଯୁଗ ରହିଛି। ବ୍ରହ୍ମାଙ୍କର 1 ଦିନ ଏବଂ ଏହିପରି ସେଇ କାଳ ପରିମାଣ ତାଙ୍କର ରାତ୍ରି ମଧ୍ୟ ଅଛି। କହୁଛି ସହସ୍ର ଯୁଗ ପର୍ଯ୍ୟନ୍ତ ଅହ ଯତ୍ ବ୍ରହ୍ମଣ ବିଦୁଃ। ତ ସହସ୍ର ଯୁଗ ପର୍ଯ୍ୟନ୍ତ, ସହସ୍ର ଯୁଗ ପର୍ଯ୍ୟନ୍ତ, ସହସ୍ର ଯୁଗ ପର୍ଯ୍ୟନ୍ତ ଅହଯତ୍ ବ୍ରହ୍ମଣ ବିଦୁଃ। ଅହ ମାନେ ଦିନ। ବ୍ରହ୍ମାଙ୍କର 1 ଦିନ ହବ କେବେ ନା ସହସ୍ର ଚତୁର୍ଯୁଗ। ସହସ୍ର ଚତୁର୍ଯୁଗ ସତ୍ୟ ତ୍ରେତା ଦ୍ୱାପର କଳି। ଏଇଭଳିଆ 1000 ଥର ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ହବ। ତ ସେ ଦିନର ଅବଶେଷରେ ଗୋଟେ ପ୍ରକାର ପ୍ରଳୟ ହେବ। ଭଗବାନ ବ୍ରହ୍ମାଙ୍କ ଜୀବନ ଅବସ୍ଥାନ ହବ, ସବୁ କିଛି ପ୍ରଳୟ ହେବ। ରାତ୍ରି ଯୁଗା ସହସ୍ରାନ୍ତି, 1000 ରାତ୍ରି ହବ, 1000 ଦିନ ବି ହବ, ରାତ୍ରି ବି ହବ। ଅହରାତ୍ର ଦିବସ ଏବଂ ରାତ୍ରି। ରାତ୍ରି ସହସ୍ର ସହସ୍ରାନ୍ତ ତେ एक मिनट। हाँ। सहस्र युग पर्यंतम अहर्जत ब्रह्मण विदु रात्रि युग सहस्रांतं ते अहोरात्र विद जना। ଆମର ଏ ମର୍ତ୍ତ୍ୟଲୋକର ଗଣନା ଅନୁଯାୟୀ 1000 ଯୁଗ ହଉଛି ବ୍ରହ୍ମାଙ୍କର 1 ଦିନ। ସେଇ 1 ଦିନ 14 ମନୁ ଶାସନ କରନ୍ତି। ଏକ ମନୁ 71 ଚତୁର୍ଯୁଗ ସତ୍ୟ ତ୍ରେତା ଦ୍ୱାପର ଯୁଗ ଶାସନ କରନ୍ତି। ସେହିପରି କାଳ ପରିମାଣ ତାଙ୍କର ଏକ ରାତ୍ର ମଧ୍ୟ ହବ। ରାତ୍ରି ଯୁଗ ସହସ୍ରାନ୍ତମ୍ ତେ ଅହରାତ୍ର ବି, ତାକୁ ଗୋଟେ ଦିନ ଗୋଟେ ରାତି ହେଲା ବୋଲି ଜାଣିବାକୁ ପଡିବ। ତ ଏଇ ଭୌତିକ ବ୍ରହ୍ମାଣ୍ଡର ଆୟୁ ମଧ୍ୟ ସ୍ଥିରୀକୃତ ହୋଇଛି। ଏହା ସୀମିତ କଳ୍ପଗତିରେ ଏହା ବ୍ୟକ୍ତ ହୁଏ ଏବଂ ଦୃଶ୍ୟମାନ ହୁଏ। ଏକ କଳ୍ପ ହଉଛି ବ୍ରହ୍ମାଙ୍କର 1 ଦିନ। ବ୍ରହ୍ମାଙ୍କର ଗୋଟିଏ ଦିନକୁ ଗୋଟିଏ କଳ୍ପ କୁହାଯାଏ। ଆଉ ଗୋଟିଏ ଦିନରେ ସହସ୍ର ଯୁଗ ହୁଏ। ସତ୍ୟ ତୃତୀୟା ଦ୍ୱାପର କଳି ଚକ୍ରକ୍ରମରେ 1000 ଥର ଗତି କଲେ ବ୍ରହ୍ମାଙ୍କର ଗୋଟିଏ ଦିନ। ସତ୍ୟ ଯୁଗ ହଉଛି ସଦ୍ଗୁଣ ଜ୍ଞାନ ଧର୍ମର ଯୁଗ। ସେ ଯୁଗରେ ବାସ୍ତବରେ ଅଜ୍ଞାନ ବା ପାପ ନାହିଁ। ସତ୍ୟ ଯୁଗରେ ପାପ ନାହିଁ, ଲୋକମାନେ ପାପ କରନ୍ତି। କାହିଁକି ନା ଧର୍ମ ତାର 4ଟି ପା ସୁସ୍ଥ ଅବସ୍ଥାରେ ଥାଏ। ତାର 4ଟି ଚରଣ ହଉଛି ସତ୍ୟ ତପସ୍ୟା ଦୟା ସୁଚିତା। ସେଥିପାଇଁ ଲୋକମାନେ ପାପ କରନ୍ତି। ଏଇ ଯୁଗର ପରିଣାମ ହଉଛି
ସତ୍ୟ ଯୁଗର ପରିଣାମ ହଉଛି, ସେ ଯୁଗର ପରିଣାମ ହଉଛି 17,28,000 ବର୍ଷ। ତ୍ରେତା ଯୁଗରେ ପାପ ପ୍ରବେଶ କଲା। এই ଯୁଗ ପରିମାଣ ହଉଛି 12 ବର୍ଷ 96 ବର୍ଷ। ଦ୍ୱାପର ଯୁଗରେ ସଦ୍ଗୁଣ ଧର୍ମର ଅଧପତନ ହେଲା ଏବଂ ପାପ ପରିମାଣ ବୃଦ୍ଧି ହେଲା। এই ଯୁଗର ପରିମାଣ ହଉଛି 8,64,000 ବର୍ଷ। ଶେଷରେ କଳି ଯୁଗରେ ଯୁଗର ପତନ ରହିছে ପ୍ରାୟ 5,000 ବର୍ଷ ଅତିବାହିତ ହେଲାନି। ପ୍ରଚୁର ପରିମାଣରେ କଳହ, ଅଜ୍ଞାନ, ଅବିଦ୍ୟା, ଅଧର୍ମ, ପାପ ଭବିଷ୍ୟତ ଯୋଉଟା ହବା କଥା ବର୍ତ୍ତମାନ ଦେଖା ହଉଛି। ପ୍ରକୃତ ସଦ୍ଗୁଣ ବା ଧର୍ମ ଏଇ ଯୁଗରେ ବୋଲି କିଛି ନାହିଁ କହିଲେ, ନାହିଁ କହିଲେ ଚଳେ। ଏହି ଯୁଗର ପରିମାଣ ହଉଛି 4,32,000। ମାନେ କଳି ଯୁଗ ହଉଛି 4,32,000। କଳିର ଆଗେ ଦ୍ୱାପର ଯୁଗ ଥିଲା 8,64,000। ଦ୍ୱାପର ଯୁଗ 8,64,000। ତାପରେ ଆର 4,32,000 ଯୋଡ଼ିଲେ 12,97,000। ଏମିତିକା ଆସ୍ତେ ଆସ୍ତେ ମାପରେ ଗଣା ହବ। এই କଳି ଯୁଗରେ ପାପ ଏତେ ଜୋର ବୃଦ୍ଧି ହୁଏ ଯେ ଯୁଗ ଶେଷରେ ଭଗବାନ କଳ୍କି ଅବତାର ରୂପେ ଆସନ୍ତି ଏବଂ ସମସ୍ତ ଅସୁରମାନଙ୍କୁ ବିନାଶ କରନ୍ତି, ଭକ୍ତମାନଙ୍କୁ ରକ୍ଷା କରନ୍ତି। ତାପରେ ଆଉ ଗୋଟେ ସତ୍ୟ ଯୁଗ ଆରମ୍ଭ ହୁଏ କଳି ପରେ। ଏହିପରି ଯୁଗ ଚକ୍ର ଗତି ଲାଭ କରି ଚାଲେ। ଏହିପରି ଚାରି ଯୁଗ ଚକ୍ର କ୍ରମରେ 1,000 ଥର ଗତି କଲେ କୃଷ୍ଣ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଏକ ଦିନ ହୁଏ ଗତି କଲେ। ହଁ, ଏହିପରି ଚାରି ଯୁଗ ଚକ୍ର କ୍ରମରେ 1,000 ଥର ଗତି କଲେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଏକ ଦିନ ହବ ଏବଂ ସେହି ପରିମାଣ ସମୟ ରାତ୍ରି ଏକ ରାତ୍ର ହବ। ଏହି ପ୍ରକାର ବ୍ରହ୍ମା 100 ବର୍ଷ ବଞ୍ଚନ୍ତି ଏବଂ ତତ୍ପରେ ମୃତ୍ୟୁବରଣ କରନ୍ତି। ବ୍ରହ୍ମାଙ୍କର ଆୟୁ 100 ବର୍ଷ। ଆମର ମର୍ତ୍ତ୍ୟଲୋକର ଗଣନା ଅନୁଯାୟୀ 311 ମହାଶଙ୍ଖ ବା ପଦ୍ମ ବା 40 ନିୟୁତ ବର୍ଷ, ଅର୍ଥାତ ଏକ ବାପରେ ସେ ଅନେକ ବିରାଟ ବଡ ବଡ। ଏହାକୁ ହିସାବ କଲେ ବ୍ରହ୍ମାଙ୍କର ଆୟୁ ଏତେ ବଡ ସୁଦୀର୍ଘ ସଂଖ୍ୟା ହୁଏ ଯେ ସାଧାରଣ ଲୋକ ପକ୍ଷରେ ତାହା ଏକ କଳ୍ପନା ପ୍ରସୂତ ମନଗଢା ସଂଖ୍ୟା ବୋଲି ବୋଧ ହୁଏ। କାରଣ ଆମର ହିସାବ ଅନୁସାରେ 311 ମହାଶଙ୍ଖ ଏବଂ 40 ନିୟୁତ ବର୍ଷ ମିଶେଇଲେ ଦୁଇଟାକ ଦେଲେ ଏଟା ଗୋଟେ କଣ ହବ? କିନ୍ତୁ ଅନନ୍ତ କାଳ ତୁଳନାରେ ଏହି ଅତି କମ ସମୟ। ବିଦ୍ୟୁତ ଚାଳନା ପାଇଁ କ୍ଷଣସ୍ଥାୟୀ। ଆଟଲାଣ୍ଟିକ ମହାସାଗରରେ ଅସଂଖ୍ୟ ବୁଦବୁଦ ଦେଖାଦେଇ ଉଭେଇ ଗଲା ପରି, ଯେମିତି ଆଟଲାଣ୍ଟିକ ମହାସାଗର ବହୁତ ବୁଦବୁଦ ହୁଏ ଠିକ ସେଇଭଳିଆ ଜଗତର କାରଣ ସାଗରରେ ଅସଂଖ୍ୟ ବ୍ରହ୍ମା ଦେଖାଦେଇ ଉଭେଇ ଯାଇଛନ୍ତି। ବ୍ରହ୍ମା ଏବଂ ତାଙ୍କର ସୃଷ୍ଟି ଭୌତିକ ବ୍ରହ୍ମାଣ୍ଡର ଅଂଶ ଅଟନ୍ତି। ସେଥିପାଇଁ ସେମାନେ ବାରମ୍ବାର ପ୍ରଭାବମାନ ଅଟନ୍ତି। ତ ଏଇ ସାଗରରେ ଅସଂଖ୍ୟ ବ୍ରହ୍ମା ଦେଖାଯାନ୍ତି। ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି। ସବୁ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ ବ୍ରହ୍ମା ଅଛନ୍ତି। ତ ବ୍ରହ୍ମା ଏବଂ ତାଙ୍କର ସୃଷ୍ଟି ଭୌତିକ ବ୍ରହ୍ମାଣ୍ଡର ଅଂଶ ଅଟନ୍ତି। ବ୍ରହ୍ମା ଯୋଉଥିରେ ହଉଛି ଭଗବାନଙ୍କର ଭୌତିକ ଅଂଶର ଗୋଟେ ପ୍ରକାଶ। ସେଥିପାଇଁ ସେମାନେ ସେଥିପାଇଁ ସେମାନେ ବାରମ୍ବାର ପ୍ରଭାବମାନ। ଭୌତିକ ବ୍ରହ୍ମାଣ୍ଡରେ ବ୍ରହ୍ମା ମଧ୍ୟ ଜନ୍ମ ମୃତ୍ୟୁ ଜରାବାସରୁ ମୁକ୍ତ ନୁହନ୍ତି। ଅବଶ୍ୟ ବ୍ରହ୍ମା ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର ସେବାରତ। ସେ ଏଇ ବ୍ରହ୍ମାଣ୍ଡ ପରିଚାଳନା କାର୍ଯ୍ୟରେ ରତ। ତେଣୁ ସେ ସାଙ୍ଗେ ସାଙ୍ଗେ ମୁକ୍ତି ଲାଭ କରନ୍ତି। ଉନ୍ନତ ସନ୍ନ୍ୟାସୀ ବ୍ରହ୍ମଲୋକକୁ ଉନ୍ନୀତ ହୁଅନ୍ତି। ବ୍ରହ୍ମଲୋକର ଭୌତିକ ବ୍ରହ୍ମାଣ୍ଡରେ ସର୍ବୋଚ୍ଚ ଲୋକ ଅଟେ। ତାହା ଲୋକମଣ୍ଡଳରେ ଉଚ୍ଚତର ସ୍ତରରେ ଥିବା ସମସ୍ତ ସ୍ୱର୍ଗୀୟ ଲୋକ ଅପେକ୍ଷା ଅଧିକ କାଳ ଜୀବିତ ରହେ। କିନ୍ତୁ କାଳକ୍ରମରେ ଭୂତ ପ୍ରକୃତ ନିୟମ ଅନୁଯାୟୀ ବ୍ରହ୍ମା ଏବଂ ବ୍ରହ୍ମଲୋକର ସମସ୍ତ ଅଧିବାସୀ ଗଣ ସେମାନେ ସମସ୍ତେ ସାଙ୍ଗରେ ମୃତ୍ୟୁ ବରଣ କରିବେ। এইটা হচ্ছে রহস্য, এটা হচ্ছে ব্রহ্মাণ্ডের রহস্য। ব্রহ্মা কিভাবে তার আত্মসুদ্ধ সুযোগ নিয়ে নাকি
ତାଙ୍କର ଏଇ କାର୍ଯ୍ୟକ୍ରମ ଚଲାନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ